ଜୟ ଜଗନ୍ନାଥ। ସାଇନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜି ଆମେ ଟିକେ ନଜର ପକାଇବା ଯେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ଏଥିରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି ନିଶ୍ଚୟ କରାଯିବ ଏବଂ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ। ତେଣୁ ଏହାରି ମଧ୍ୟରେ ବର୍ତ୍ତମାନ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲୁ ରହିଛି ଏବଂ ପରବର୍ତ୍ତୀରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ଯଦି ଦେଖିବେ, ଅଙ୍ଗନବାଡ଼ି କର୍ମୀମାନେ ଏହାରି ମଧ୍ୟରେ ହାଇକୋର୍ଟରେ ଗୋଟେ ମାମଲା ରୁଜୁ କରିଛନ୍ତି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ସମାନ ଦରମା ଏବଂ ଅନ୍ୟାନ୍ୟ ସୁବିଧା ଦେବା ପାଇଁ। ତେଣୁ ବର୍ତ୍ତମାନ କେନ୍ଦ୍ର ସରକାର ମଧ୍ୟ ଇଣ୍ଟରିମ୍ ବଜେଟ୍ରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଆୟୁଷ୍ମାନ ଭାରତରେ ସାମିଲ କରିଛନ୍ତି ଏବଂ ଏଥିରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି କରିଚାଲିଛନ୍ତି। ତେଣୁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତେଣୁ ପ୍ରତ୍ୟେକ ଦିନ ଦେଶର ଯେକୌଣସି ରାଜ୍ୟର ଅଙ୍ଗନବାଡ଼ି ଖବର ଟିକ୍ ଟିକ୍ ଜାଣିପାରିବେ। ଯେ ଆଜି ବର୍ତ୍ତମାନ କ'ଣ ରହିଛି ଗୁଡ୍ ନ୍ୟୁଜ୍ ଆପଣମାନଙ୍କୁ ମୁଁ କହିବି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବର୍ତ୍ତମାନ କେରଳ ଗଭର୍ଣ୍ଣମେଣ୍ଟ ଏଠି ଡିକ୍ଲେୟାର କରିଛନ୍ତି ପ୍ରାୟ 60,000 ଅଙ୍ଗନବାଡ଼ି ୱାର୍କର ଆଣ୍ଡ ହେଲ୍ପରମାନଙ୍କ ଦରମା ବୃଦ୍ଧି ହେବ ଏବଂ ଏଥିରେ ବର୍ତ୍ତମାନ 1,000 ଟଙ୍କା ଲେଖାଏଁ ଦରମା ବୃଦ୍ଧି କରାଯାଇଛି ଏବଂ ଯେଉଁମାନଙ୍କ ସର୍ଭିସ୍ ବା ଅଙ୍ଗନବାଡ଼ି ୱାର୍କର ହେଉ ହେଲ୍ପର ଯେଉଁମାନେ 10 ବର୍ଷରୁ ଅଧିକ ସର୍ଭିସ୍ ରହିଛି ସେମାନଙ୍କ ପାଇଁ ରହିଛି ଏଠି 1,000 ଟଙ୍କା ବୃଦ୍ଧି କରାଯାଇଛି, ହେଲ୍ପର ହେଉ ୟା ୱାର୍କର। ତା ସହିତ ଦେଖିବେ ଯେ ବର୍ତ୍ତମାନ ଯେଉଁମାନଙ୍କ 10 ବର୍ଷ ଠାରୁ କମ୍ ସର୍ଭିସ୍ କରୁଛନ୍ତି ସେମାନଙ୍କ ପାଇଁ 500 ଟଙ୍କା ଏଠି ବୃଦ୍ଧି କରାଯାଇଛି। ତେଣୁ ଏଥିରେ ପ୍ରାୟ 60,232 ୱାର୍କର ଆଣ୍ଡ ହେଲ୍ପର ଏଠି ସମସ୍ତଙ୍କ ଦରମା ବୃଦ୍ଧି ହେବ। ତେଣୁ ଯଦି ନଜର ପକାଇବେ ଯେ ବର୍ତ୍ତମାନ ଅଙ୍ଗନବାଡ଼ି ୱାର୍କର ମାନେ 12,000 ଟଙ୍କା ପାଉଛନ୍ତି ଏବଂ ହେଲ୍ପର ମାନେ ଏଠି 8,000 ଟଙ୍କା ଦରମା ଏଠି ପାଉଛନ୍ତି। ତା ସହିତ ଦେଖିବେ ଯେ ରାଜ୍ୟରେ ଥିବା ଏହା 1 ଡିସେମ୍ବର ଠାରୁ ଲାଗୁ ହେବ ଏବଂ 33,195ଟି ଅଙ୍ଗନବାଡ଼ି ଏଥିରେ ଉପକୃତ ହେବେ। ଇଏ ଥିଲା ଲାଟେଷ୍ଟ ନ୍ୟୁଜ୍। ତେଣୁ ଖୁବ୍ ଶୀଘ୍ର ଦେଖାଯାଉ ଯେ ରାଜ୍ୟ ସରକାର ମଧ୍ୟ ଏହିପରି ଦରମା ବୃଦ୍ଧି କରିବେ ବୋଲି ଆଶା କରାଯାଉଛି।